ଓମ୍ ଶାନ୍ତି। ନୂତନ ଦୁନିଆର ସ୍ଥାପନକର୍ତ୍ତା ଭାଗ୍ୟ ବିଧାତା ଜ୍ଞାନସାଗର ପରମାତ୍ମାଙ୍କର ଜ୍ଞାନୀତ୍ୱ ଆତ୍ମିକ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନାକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲାଦିନେ ଯେତେବେଳେ ନୂଆ ନୂଆ ବହି ପଢ଼ିବା ଆରମ୍ଭ କଲୁ, ସେତେବେଳେ ମୋ ଛବି ବହି ଏବଂ ମଧୁବର୍ଣ୍ଣବୋଧ ବହିକୁ ଦେଖି ଖୁସିରେ ମନ ନାଚି ଯାଉଥିଲା। କାରଣ ପାଠ ସହ ଚିତ୍ର ମଧ୍ୟ ଥିଲା, ଯାହା ନୂଆ ନୂଆ ଲାଗୁଥିଲା, ଆନନ୍ଦ ମଧ୍ୟ ଆସୁଥିଲା। ପ୍ରତ୍ୟେକ ଜିନିଷ ମଧ୍ୟ ସେହିଭଳି ନୂଆକୁ ସମସ୍ତେ ଆଦର କରିଥାନ୍ତି ଏବଂ ଯଦି ତାହା ସୁହାଇଗଲା, ତେବେ ସେ ଜିନିଷ ପୁରୁଣା ହୋଇଲେ ମଧ୍ୟ ତାହା ସର୍ବଦା ନୂଆ ଭଳି ଲାଗିଥାଏ ଏବଂ ତା ବଦଳରେ ଅନ୍ୟ ନୂଆ ଜିନିଷକୁ ମଧ୍ୟ ବ୍ୟବହାର କରିବାକୁ ଇଚ୍ଛା ହୋଇନଥାଏ। ଏହା ଅନେକଙ୍କର ନିଜସ୍ୱ ଅନୁଭୂତି ମଧ୍ୟ ଅଛି। ଦୁନିଆରେ ଅନେକ ପ୍ରକାରର ପାଠ ରହିଛି, ହେଲେ ଏପରି କୌଣସି ପାଠରେ ନୂଆ ଦୁନିଆ ସ୍ଥାପନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନାହିଁ। ଯେହେତୁ ଚରିତ୍ର ନିର୍ମାଣ ଦ୍ୱାରା ହିଁ ନୂତନ ସୃଷ୍ଟିର ଅୟମାରମ୍ଭ ହୋଇଥାଏ, ଯାହା ବର୍ତ୍ତମାନର କୌଣସି ବି ସ୍ଥୂଳ ପାଠ ପଢ଼ା ଦ୍ୱାରା ସମ୍ଭବ ନୁହେଁ। ସେଥିପାଇଁ ନୂଆ ଦୁନିଆ ଅର୍ଥାତ୍ ସୃଷ୍ଟି ଚକ୍ରର ଆଦ୍ୟ ଯୁଗ ସତ୍ୟ ଯୁଗର ସ୍ଥାପନାର୍ଥେ ସୃଷ୍ଟି ରଚୟିତା ନିରାକାର ଭଗବାନଙ୍କୁ ଏହି ପୁରୁଣା ଦୁନିଆରେ ଅବତରିତ ହେବାକୁ ପଡ଼ୁଛି। ଗୀତାର ମହାବାକ୍ୟ ଅନୁସାରେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ନୂତନ ଦୁନିଆ ପାଇଁ ନୂତନ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି ସେହି ନିରାକାର ପରମାତ୍ମା, ଯାହା କୌଣସି ଶାସ୍ତ୍ର ପୁରାଣରେ ନାହିଁ। କୁହାଯାଏ ନା, ଭକ୍ତିର ଶେଷରେ ଜ୍ଞାନର ଉଦୟ। ତେଣୁ ସତ୍ୟ ଜ୍ଞାନ ଦ୍ୱାରା ଆତ୍ମାମାନେ ହିଁ ଶ୍ରେଷ୍ଠ ଚରିତ୍ରବାନ ହୋଇ ଶ୍ରେଷ୍ଠ ଦୁନିଆର ଅଧିକାରକୁ ପ୍ରାପ୍ତ କରିଥାନ୍ତି। ଆହୁରି ମଧ୍ୟ କୁହାଯାଏ କି କର୍ମୀ ଚଞ୍ଚଳ, ଭକ୍ତ ପାଗଳ ଏବଂ ଜ୍ଞାନୀ ଧୀର। ତେଣୁ ସର୍ବଶ୍ରେଷ୍ଠ ହେଉଛନ୍ତି ଜ୍ଞାନୀ। ତେବେ କେଉଁ ଜ୍ଞାନୀ? ସ୍ଥୂଳ ରୂପରେ ବା ଏହି ଜଗତରେ ଅନେକ ପ୍ରକାରର ତ ଜ୍ଞାନ ରହିଛି, ହେଲେ ସର୍ବଶ୍ରେଷ୍ଠ ଜ୍ଞାନ ହେଉଛି ଆତ୍ମଜ୍ଞାନ, ଯଦ୍ୱାରା ଆତ୍ମା ଓ ପରମାତ୍ମାଙ୍କର ବାସ୍ତବ ପରିଚୟର ଜ୍ଞାନ ପ୍ରାପ୍ତ ହୋଇଥାଏ ଏବଂ ପରମାତ୍ମାଙ୍କ ପରିଚୟ ଦ୍ୱାରା ସାରା ସୃଷ୍ଟି ଚକ୍ରର ଜ୍ଞାନ ପ୍ରାପ୍ତ ହୋଇଥାଏ। କିଭଳି ସତ୍ୟ, ତ୍ରେତୟା, ଦ୍ୱାପର, କଳି ଏହି ଚାରି ଯୁଗ କ୍ରମାନ୍ୱୟରେ ଅବିରତ ଭାବରେ ଏବଂ ନିର୍ଭୁଲ ଭାବରେ ଠିକ୍ ଠିକ୍ ଘୂର୍ଣ୍ଣାୟମାନ ଅବସ୍ଥାରେ ଚାଲିଛି ଏବଂ ଏହି ଚାରି ଯୁଗରେ ଆତ୍ମାମାନେ କିଭଳି ସତ୍ୟରୁ କଳିର ଶେଷ ପର୍ଯ୍ୟନ୍ତ ଶରୀର ଧାରଣ କରୁଛନ୍ତି, ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ନାମ ରୂପ ଦେଶ କାଳ ଅନୁସାରେ ଏହି ଜ୍ଞାନ ସହଜରେ ପ୍ରାପ୍ତ ହୋଇଥାଏ। ଦିବ୍ୟ ନେତ୍ର ବା ଜ୍ଞାନ ନେତ୍ର ଖୋଲିଯାଏ, ଅର୍ଥାତ୍ ଅଜ୍ଞାନ ଅନ୍ଧକାର ଦୂର ହୋଇ ସୁଖ, ଶାନ୍ତି, ଆନନ୍ଦର ପ୍ରକାଶ ପରିବ୍ୟାପ୍ତ ହୋଇଥାଏ, ଯାହାକୁ ନୂତନ ପାଠ ବୋଲି କହିପାରିବା। କାରଣ ଏହାଦ୍ୱାରା ନୂଆ ଦୁନିଆର ସ୍ଥାପନା ହୋଇଥାଏ। ଭଗବାନ ବିଶ୍ୱ ରଚୟିତା
ଦୁଃଖହର୍ତ୍ତା ସୁଖକର୍ତ୍ତା ପତିତ ପାବନ ସ୍ୱୟଂ ପାଠ ପଢ଼ାଉଛନ୍ତି, ଅର୍ଥାତ୍ ଭଗବାନଙ୍କ ସଦୃଶ ତ ନିଶ୍ଚୟ କରିବେ। ଯେଭଳି ଡାକ୍ତର ବା ଇଞ୍ଜିନିୟର ହେବା ପାଇଁ ସେହିଭଳି କଲେଜରେ ପାଠ ପଢ଼ିବାକୁ ପଡ଼ିଥାଏ ଏବଂ ପଢ଼େଇଲା ବାଲା ମଧ୍ୟ ଡାକ୍ତର ବା ଇଞ୍ଜିନିୟର ହେଇଥାନ୍ତି। ଭଗବାନ କହୁଛନ୍ତି, ବର୍ତ୍ତମାନ ମୁଁ ତୁମମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ପ୍ରବେଶ କରାଇ ଅଜ୍ଞାନତାକୁ ଦୂର କରାଉଛି। ତୁମମାନଙ୍କ ବୁଦ୍ଧିରେ ରହିବା ଦରକାର କି ବେହଦର ବାବା ପତିତ ପାବନ ଈଶ୍ୱର ପିତାଙ୍କର ଆମେ ଛାତ୍ର, ଆମେମାନେ ନୂଆ ଦୁନିଆ ପାଇଁ ପାଠ ପଢ଼ୁଛୁ। ଭଗବାନ ହେଉଛନ୍ତି ଆତ୍ମିକ ସରକାର। ଯେଭଳି ଦୁନିଆରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସରକାରଙ୍କ ଦ୍ୱାରା ପୁରସ୍କାର ମିଳିଥାଏ, ସେହିଭଳି ଏଠାରେ ଯେଉଁମାନେ ଶ୍ରେଷ୍ଠ ହୋଇ ଅନେକଙ୍କୁ ନିଜ ସମାନ କରାଇ ନିଜ ଭଳି କରାଇ କଲ୍ୟାଣ କରିବାର ସମସ୍ତଙ୍କର ପୁରୁଷାର୍ଥ ବା ପରିଶ୍ରମ କରୁଛନ୍ତି, ଈଶ୍ୱରୀୟ ସେବା ବା ଆତ୍ମିକ ସେବା କରିବାର ପ୍ରମାଣ ଦେଉଛନ୍ତି, ସେମାନଙ୍କୁ ଆତ୍ମିକ ସରକାର ବହୁତ ବଡ଼ ପୁରସ୍କାର ଦେଉଛନ୍ତି। ତାହା ହେଉଛି ସେମାନେ ଭବିଷ୍ୟ ନୂତନ ସ୍ୱର୍ଗ ଦୁନିଆରେ 21 ଜନ୍ମ ପାଇଁ, ଗୋଟିଏ ଜନ୍ମ ନୁହେଁ, ସମ୍ପୂର୍ଣ୍ଣ 21 ଜନ୍ମ ପାଇଁ ଉଚ୍ଚ ପଦର ଅଧିକାରୀ ହେଉଛନ୍ତି। ସେଥିପାଇଁ ଏହି ନୂତନ ପାଠପଢ଼ା ପ୍ରତି ବହୁତ ସମ୍ମାନ ରଖିବା ଉଚିତ। କୃପା ଆଦି ମାଗିବା ପରିବର୍ତ୍ତେ ଶିବ ବାବା ଦେଉଥିବା ମତ ଅନୁସାରେ ପ୍ରତ୍ୟେକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଏବଂ ପ୍ରାପ୍ତିର ଅଧିକାର ହେବାର ଅଛି। କୃପା ଅର୍ଥାତ୍ କର ଏବଂ ପାଅ। ସର୍ବଦା ମଧୁର ବଚନ କହିବା ଦରକାର। କଟୁ ବଚନ କଦାପି ମୁଖରୁ ବାହାରିବା ଅନୁଚିତ। ଜ୍ଞାନ ବଳ ଏବଂ ପରମାତ୍ମ ସ୍ମୃତି ରୂପକ ଅର୍ଥାତ୍ ଯୋଗ ବଳ ଜମା କରିବା ଆବଶ୍ୟକ। ଦୟାଶୀଳ ହୋଇ ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କରିବା ଦରକାର। ଶିବ ବାବା ବରଦାନ ଦେଉଛନ୍ତି କି ବିକାର ରୂପୀ ସାପ ଗୁଡ଼ିକୁ ଗଳାର ମାଳା କରିଦେଇଥିବା ସଚ୍ଚା ତପସ୍ୱୀ ଭବ। କାରଣ ଏହି ପଞ୍ଚବିକାର କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ମନୁଷ୍ୟମାନଙ୍କ ପାଇଁ ବିଷଧର ସର୍ପ ସଦୃଶ ଅଟନ୍ତି। ହେଲେ ତୁମ ଭଳି ଯୋଗୀ ତପସ୍ୱୀ ଆତ୍ମାମାନଙ୍କ ପାଇଁ ଏହି ସାପ ଗୁଡ଼ିକ ଗଳାର ମାଳା ସଦୃଶ, ଅର୍ଥାତ୍ ଭୟଭୀତ କରିବା ପରିବର୍ତ୍ତେ ସେମାନେ ବଶୀଭୂତ ହୋଇ ରହିଥାନ୍ତି, ଯାହାର ବାସ୍ତବ ସ୍ୱରୂପର ସ୍ମାରକୀ ହିସାବରେ ସୂକ୍ଷ୍ମ ଦେହଧାରୀ ତପସ୍ୱୀ ଶଙ୍କରଙ୍କ ଗଳାରେ ସାପ ଗୁଡ଼ିକୁ ମାଳା ରୂପରେ ନୃତ୍ୟ କରୁଥିବାର ଦେଖାଇ ଦିଆଯାଇଛି। ତେବେ ତୁମମାନଙ୍କର ସ୍ଥିତି ରୂପକ ଷ୍ଟେଜ୍ ଏହିଭଳି ହେବା ଦରକାର। ପୁରୁଣା ସଂସାର ବା ସଂସ୍କାର ଠାରୁ ମରିଯିବା ହିଁ ବାସ୍ତବରେ ବଞ୍ଚି ଥାଉଁ ଥାଉଁ ମରିବା ଅଟେ। ଏହି ସୂକ୍ଷ୍ମ ରହସ୍ୟକୁ ବୁଝିବା ଏବଂ ସର୍ବଦା ପରମାତ୍ମାଙ୍କୁ ନିଜର ସାଥୀ କରି ଦୈନନ୍ଦିନ ଜୀବନରେ ଆଗେଇ ଯିବା, ଏହା ହିଁ ହେଉଛି ଶ୍ରେଷ୍ଠ ଜୀବନ। ଓମ୍ ଶାନ୍ତି, ଓମ୍ ଶାନ୍ତି।
ওম শান্তি।